आलोय सखी सापणी आलोय सखी माने अली अप्पा अली सखी गड़े हेलो सिरा- चित्कार कर अली सखी दिव्या हाँ। से राजकुमार ते कुआडे गले म ई मई म अली अप्पा हाँ म को राजकुमार म अली चैती हाँ से सुंदर राजकुमार ते कुआडे गले म नाई म देखिन अली शुभलक्ष्मी हेलो से राजकुमार ते कुआडे गले म नाई म देखिन अली सखी शिवानी हेलो से राजकुमार ते कुआडे गले म तिमा को राजकुमार किलो अप्पा अली सखी माने एक किसी समय करू तमने एठी आसी नथिला ए अप्पा हाँ म नाई लो नाई आमे टिके चमर भी आसिनु म अली सखी दिव्या हाँ ए सत कुहना सतरे लो से देखिବାକୁ भारी सुंदर ई मई म सतरे लो कण से कृष्णଙ୍କ ପରି ଶ୍ୟାମଳ ରଙ୍ଗର ए अप्पा ହଁ ମ ତାହେଲେ ଆମକୁ ଯାହା ଜଣା ପଡିଛି ତମେ ବୋଧେ ସ୍ୱପ୍ନ ଦେଖୁଥିଲ ମ ଆରେ ସଖୀ ମାନେ ହଁ ଆରେ ସତ କହ ମ ସତରେ ଲୋ ତମେ ସ୍ୱପ୍ନ ଦେଖୁଥିଲ ମ ଆରେ ସଖୀ ମାନେ ହଁ ସତ ନା କଣ ମ ସେଟା ବାସ୍ତବ ନୁହଁ ଓ ମୁଁ ସ୍ୱପ୍ନ ଦେଖିଛି ହ୍ୟାଲୋ ଆରେ ସଖୀ ମାନେ ହ୍ୟାଲୋ ଏ କିଛି ସମୟ ଆଗରୁ ମୁଁ ସୁନ୍ଦର ସ୍ୱପ୍ନଟିଏ ଦେଖିଛି ହେଇ ଦେଖିଲ ତ ଏ ହଁ ସ୍ୱପ୍ନ ବିଷୟରେ ଶୁଣିବାକୁ ଚାହୁଁଛ ଏ ଅପା ହଁ ମ ତାହେଲେ କହିଦଉନ ଆରେ ଚୈତି ତମର କଣ ବ୍ୟାକୁଳ ହଉନି ସ୍ୱପ୍ନ ବିଷୟ ଶୁଣିବା ପାଇଁ ତାହେଲେ ମୁଁ କହିଦେଉଛି ମ ତାହେଲେ କୁହଲୋ सपने दर्शन चाहला मोरलो कहूची से सब सुन सखी मोरलो सपने दर्शन चाहला मोरलो कहूची से सब सुन सखी मोरलो राता बुकर गला चाहता बुकर गला से मन चढ़लो सपने दर्शन चाहला मोरलो कहूची से सब सुन सखी मोरलो सपने दर्शन चाहला मोरलो कहूची से सब सुन सखी मोरलो ए ତାପସ୍ଥାନ ଜାଣିଛ ଏ ମତେ ଲାଜ ମାରୁଛି ମ ଏ ଏ ଅପା ହଁ ମ ଲାଜଉଛ କାହିଁକି ମ କହିଦଉନ ଆରେ କହିବି ତାହେଲେ ଠିକ ଅଛି ମ ତାହେଲେ କୁହଲୋ ବାହୁଡରେ ବାନ୍ଧି ପ୍ରେମଟାରେ ଛନ୍ଦି ଦଣ୍ଡରେ ଥିଲା ଚୁମ୍ବନ ବାହୁଡରେ ବାନ୍ଧି ପ୍ରେମଟାରେ ଛନ୍ଦି ଦଣ୍ଡରେ ଥିଲା ଚୁମ୍ବନ ଗଳରେ ଧରିନା କଲା ଆଲିଙ୍ଗନ ଉଚ୍ଚରେ ହସ ମାରିନା ଛାତିରେ ଛନକା ପଶି ଗଲା ମୋରଲୋ ମୁଣ୍ଡର ଓଢ଼ଣୀ ମୋର ଖସି ଗଲାଲୋ ଛାତିରେ ଛନକା ପଶି ଗଲା ମୋରଲୋ ମୁଣ୍ଡର ଓଢ଼ଣୀ ମୋର ଖସି ଗଲାଲୋ ବଡ଼ ଯୌବନ ରସ
सखी माने আলে বা সেটা বাস্তব অর্থ নহলো সখী মানে সেটা খালি মই স্বপ্ন দেখেছি আলি সখী মানে হা ସେ ସ୍ୱପ୍ନ କେବେ ସତ ହେବ ଲୋ ସଖୀ ମାନେ ଆଲି ହଁ ମ ତମ ସେ ସ୍ୱପ୍ନଟା ଖୁବ୍ ଶୀଘ୍ର ସତ ହେଇଯିବ ମ ସତ କିଲୋ ହଁ ଆରେ ସଖୀ ମାନେ ହାଲୋ ମୋ ମନଟା ଆଉ ଥୟ ଧରି ପାରୁନି ମ ଇମା ସତରେ ହଁ ମ ଏ ହଁ ମ ଜାଣିଛ ଲୋ କଣ ମ ତମ ବୟସଟା ପରା ସେମିତି ହେଇଛି ଏ ତମେ କିଛି କହିବନି ଏ ଆପା ହଁ ମ କହିବୁ ଲୋ କହିବୁ ଆରେ କହିଦିଅ ମ ଏ ହଁ ମ ଜାଣିଛ କଣ ପାଇଁ କଣ ମ ତମେ ନା ଆଜି ଭାରି ସଜ ହେଇଛ ଲୋ ଆରେ ସଖୀ ମାନେ ହଁ ଏଇ ବର୍ଷାରେ ସଜେଇ ହେବି ନା ଆଉ କୋଉ ବର୍ଷରେ ହେବି ମ ସତରେ ଲୋ ଆରେ ତମମାନେ ବି ତ ସଜେଇଛ ତ ସଖୀ ମାନେ ମତେ ଲାଗୁଛି ହଁ ମ ଜାଣିଛ କଣ ମ ତାହେଲେ ଶୁଣିବ ଆରେ ଶୁଣୁଛି ତାହେଲେ କହୁଛି ଲୋ ଏ চেহারা সাজে করি করু জাগতে ফেসানা গো চেহারা সাজে করি করু জাগতে ফেসানা গো सूरजमुखी सूरजमुखी श्यामा के देखी के मर जाती যা ম चेहरा सजई करी करू चकेते फेसाना चेहरा सजई करी करू चकेते फेसाना सूरजमुखी सूरजमुखी श्यामा के देखी के मर जाती सूरजमुखी श्यामा के देखी के मर जाती चेहरा सजई करी करू चकेते फेसाना चेहरा सजई करी करू चकेते फेसाना सूरजमुखी सूरजमुखी श्यामा के देखी के मर जाती सूरजमुखी श्यामा के देखी के मर जाती ଆଲି ସଖୀ ମାନେ ଆଜି ମୁଁ ପ୍ରଥମ ଥର ଶୁଣିଥିଲି ସଖୀ ମାନେ ସମସ୍ତେ ଗୋଲାପ ଫୁଲ ସାଙ୍ଗରେ ତୁଳନା କରନ୍ତି ହେଲେ ତମେ ମାନେ ମତେ ସୂରଜମୁଖୀ ସାଙ୍ଗରେ ତୁଳନା କରିଥିଲ ସଖୀ ମାନେ ଆରେ ଆଜି କଣ ହେଇଛି ମୁଁ ଖାଲି ହସି ପଡୁଛ ଏ ମା ହଁ ମ ଏ ଆପା ହଁ ମ ଆଜି କାହିଁକି କେଜାଣି ମତେ ଭାରି ଲାଜ ମାଡୁଛି ଲୋ କଣ ପାଇଁ ମ କଣ ପାଇଁ ଏ ହଁ ଆଲେ ଆପା କଣ ହେଲା? ଆଗକୁ ଶୁଣାଲୋ ଆରେ ଶୁଣୁଛି ମ हे रस रसाली बिजली बारी आखी में फला कजल आखी में फला कजल रस रसाली बिजली बारी आखी में फला कजल आखी में फला कजल लगा लगा अंतिम कगाला देखी देले झलमला देखी देले झलमला ते कत धरनला
ଯାଉଛ? ହଁ ତ ଆରେ ହଁ ଆରେ ସଖୀମାନେ କହିଲ ଏଠି ଆସି ନା ବେଶୀ ଖୁସି ଲାଗୁଛି ନା? ହଲୋ ଏଲେ ଅପା ହଁ ମ ଏଥର ଆମେ କ'ଣ କରିବା ଲୋ? କଣ କରିବା? ହଁ ଏ ଜାଣିନ କଣ ଅଚାନକ ଭୁଲି ଯାଇଛ ମ? ଏମା ଆରେ ସଖୀ ହଲୋ ଏ ପୁଷ୍ପାଧନ କିଛି ବୁଲାବୁଲି କରିଦେଲେ ସଖୀମାନେ। ସତରେ ଲୋ ହଁ ମ ଠିକ ଅଛି ତାହେଲେ କେତେ ସୁନ୍ଦର ହେଇଛି ମ। ହଁ ତ ଏ ହଁ କଣ ଲାଜୁଛ ମ? ନାଇଁ ଲୋ ନାଇଁ ଲାଜନି ମ ଏ ଆମ ସବୁଦିନିଆ ବାଟ। ଏ ପୁଷ୍ପ ଉଦ୍ୟାନକୁ ଆସିଗଲି ତମାନେ କେମିତି ଲାଜେଇଛ ମୁଁ କିଛି ବୁଝିପାରୁନି। ଏ ଅପା ହଁ ମ ତାହେଲେ ବିଳମ୍ବ ନ କରି ଶୀଘ୍ର ଚାଲିଯିବା ଲୋ ସେ ଫୁଲ ଉଦ୍ୟାନକୁ। ଆରେ ହଁ ମ ତାହେଲେ ଚାଲ ମା ଆଲୋ ହଁ ସେପଟେ କଣ ଅନଉଛ ମ? ଏ ମା ହଁ। ନାଇଁ ଲୋ ନାଇଁ ସେଇଠି ଗୋଟେ ସୁନ୍ଦରିଆ ଫୁଲ ଫୁଟିଛି ବୋଲି ଫୁଟିଛି? ସେଇ ଫୁଲକୁ ଅନଉଥିଲି ଲୋ। ଆମ ଚାରିପଟେ ତ ଫୁଲ ଫୁଟିଛି ଲୋ ହେଲେ ସଖୀମାନେ। ଅପା ହଁ ମ ସେଇ ଫୁଲଟା ଭାରି ସୁନ୍ଦର ହେଇଛି ସତ ନା କଣ ମ? ହଁ ଆରେ ହଲୋ। ସେ ଫୁଲକୁ ମୁଁ ତୋଳିକି ମୁଁ ଲଗେଇବାକୁ ଚାହୁଁଛି ଲୋ। ସତରେ ଲୋ ହଁ ମ ତାହେଲେ ଚାଲୁନ ତଳିବା ଠିକ ଅଛି ମ। ଚାଲ ଲୋ ଚାଲ ଏ ସଖୀମାନେ ହଲୋ ଏ ଉଦ୍ୟାନ ମଧ୍ୟକୁ ଆସିଲେ ଆମମାନଙ୍କୁ ସେ ପିଲାଦିନ କଥା ମନେ ପଡିଯାନ୍ତି ହଁ ସଖୀମାନେ। ତ ଆରେ ସଖୀମାନେ ହଁ ଆମେ ପିଲାଦିନେ କଣ କରିଥିଲେ ଜାଣିଛ? ନାଇଁ ଲୋ ନାଇଁ ଆରେ ଆମେ ତ ସଖୀ ଭୁଲି ଯାଇଛୁ ଲୋ। ଏ ଅପା ହଁ ମ ତମର ଯଦି ସେ କଥା ମନେ ଅଛି ତାହେଲେ କହିଦଉନ ଏ ହଁ କହିବାକୁ ମତେ ଲାଜ ମାରୁଛି ମ। ଏମା ହଁ ମ ଏ ଅପା କଣ ହେଲା ମ? ଲାଜେଇଲେ କ'ଣ ଚାଲିବ ଏ ହୁଁ ଆଉ କଣ କରିମ? ଏ ଆଲେ ସଖୀ ଜୟତୀ ହ୍ୟାଲୋ ସେପଟେ କଣ ମନଉଛ ଆଉ ଲାଜି ଯାଉଛ? କିଛି ନାହିଁ ଆଲେ ଏତେ ସମୟ ହେଇଗଲା। ଏ ହଲୋ ଜାଣିଥିଲେ ଅପା କଣ ହେଲା ମ? ଏଇଠି ଆମକୁ ଅନେକ ସମୟ ହେଇଯାଇଛି ହେଲେ ନା ଆମେ ସେ ଫୁଲଟାକୁ ତୋଳି ପାରିଲୁନି ମ ଆଲୁ ହଁ। ଯେମିତି ହେଲେ ମତେ ସେ ଫୁଲଟା ଦରକାର ଲୋ ସଖୀମାନେ। ସତରେ ନା କ'ଣ ହଁ ମ ହେଲେ କଣ ହେଲା? ତାହେଲେ ଆଉ ଥରେ ଚେଷ୍ଟା କରିବା ଲୋ ଏ ହଁ ଠିକ ଅଛି ମ। ଏ ଭଉଣୀ ସେ ଫୁଲଟାକୁ ତୁ ତୋଳି ଆଣିଦେବୁ ଲୋ ମତେ ଭାରି ଡର ଲାଗୁଛି ମ ଆଲେ ଜୟତୀ ମୁଁ ଟୋଲି ପାରିବିନି ଏ ମା, ସେମିତି ହନାଲୋ ନାଇଁ ନାଇଁ ମତେ ଫୁଲ ଦରକାର। ଆରେ ଶିବାନୀ ତାହେଲେ ଟୋଲି ଦିଆଲୋ ଏ ଚାଲ ମା ଆମେ ସମସ୍ତେ ମିଶି ତୋଳିବା
আরে রূপসী କିଏ ତୁ ତୋର ସାହସ କେମିତି ହେଲା ଆମ ସ୍ଥାନକୁ ଆସିବାର ও সংগ্রাম ମୋ ବନ୍ଧୁ ସେନାପତି ବିକ୍ରମ ସିଂ ମତେ କଥା ଦେଇଥାଏ ତୁମକୁ ରାଣୀ କରି ସେଇ ନେଇଯିବା ପାଇଁ ଚୁପ୍ କର ଶୈତାନ ତୁ ଭୁଲି ଯାଉଛୁ ସେ ହେଉଛି ଆମ ରାଜ୍ୟର ବହିଷ୍କୃତ ହେଇଥିବା ସେନାପତି ଆଉ ସେ ହେଉଛି ଆମ ଘର ସାମାନ୍ୟ ସେନାପତି ଆରେ ସେ ଏ ତୁମର ଚିକଣ ରୂପ ଦେଖି ମୋ ବନ୍ଧୁ ପାଗଳ ସାଜି ଯାଇଛି ଆଲୋ ଆସ ମୋ ବନ୍ଧୁ ପାଖକୁ ତମକୁ ନେଇକି ଯିବି ସେଇଟା କେବେ ସମ୍ଭବ ନୁହଁ ବଞ୍ଚିଥିବା ପାଇଁ ସେଇଟା କେବେ ସମ୍ଭବ ନୁହଁ ସମ୍ଭବ ହେବ ମୋ ବନ୍ଧୁ ସେଇ କାର୍ଯ୍ୟଟା ମତେ ଦେଇ ସାରିଛନ୍ତି ଚୁପ୍ କର ଆଉ ସେଇ କାର୍ଯ୍ୟରେ ମୁଁ କରିଲେ ମତେ ସେଇ ଉପହାରଟା ଦେବେ ଏ ହାଡୁ ଭଲରେ ଭଲରେ କହୁଛି ମୁଁ ଟିକେ ଅପେକ୍ଷା କର ତାପରେ ମୁଁ ଉଠେଇକି ଦେଖୁଛି ହଁ ହଁ ମୁଁ ସେଇ ଗୋଟେ କଥା ହିଁ ବାରମ୍ବାର କହିବି ସେ ହେଉଛି ଆମ ଘର ଅଇଁଠାଖିଆ କୁକୁର ସେ ହଉଛି ତମ ଘର ଐତିହାସିକ କୁକୁର ଯେତେ ଶୀଘ୍ର ପାରୁଛୁ এই ସ୍ଥାନ ପରିତ୍ୟାଗ କର ନଚେତ୍ ମୋ ପିତା ଜାଣିବେ ତୋ ମୁଣ୍ଡର ଗଣ୍ଡି ଅଲଗା କରିଦେବେ ହ୍ୟାଲୋ ହ୍ୟାଲୋ ମୁଁ ତୁମକୁ ମୋ ବନ୍ଧୁ ପାଖକୁ ନେଇକି ଯିବି ମାନେ ଯିବି ଚୁପ୍ କର ଶୈତାନ ଆସ ଆସ ମୋ ପାଖକୁ ଟିକେ ଆସ ଯେମିତି ହେଲେ ବି ମୁଁ ମୋ ବନ୍ଧୁ କାର୍ଯ୍ୟଟା ଦେଇଥିଲା ମୁଁ ନିଶ୍ଚିତ ଭାବରେ ତାକୁ ସଫଳ କରିବି ତାହେଲେ ସେନାପତିର ଚାକର ତୁ ହଁ ମୁଁ ହଉଛି ଏଇ ସେନାପତିର ଚାକର এই ଚାକର କେମିତି ହାଳ କରିବ ନିଶ୍ଚୟ ଦେଖି ନେବ ଯୋଉ ସ୍ଥାନ ଦେଇ ଆସିଛୁ ସେଇ ସ୍ଥାନ ଦେଇ ଚାଲିଯା ଆଲୋ ସୁନାମୟୀ ରୂପମୟୀନା ଆଲୋ ସୁନାମୟୀ ରୂପମୟୀନା ଖାଲି ଦିଅ ପ୍ରେମ ଯତ୍ନା ଆଲୋ ସୁନାମୟୀ ରୂପମୟୀନା ଖାଲି ଦିଅ ପ୍ରେମ ଯତ୍ନା রূপসী নবীনা অবুঝা হুয়না রূপসী নবীনা অবুঝা হুয়না আলো সুনাময়ী রূপময়ীনা ডালি দিয়া প্রেম যত্না আলো সুনাময়ী রূপময়ীনা ডালি দিয়া প্রেম যত্না আচ্ছা ସଂଗ୍ରାମ ମୁଁ ତତେ ଭଲରେ ଭଲରେ କହୁଛି এই ସ୍ଥାନ ପରିତ୍ୟାଗ କର ଭଲରେ ଭଲରେ କହୁଛି ମୋ ସାଥିରେ ଚାଲିଯା ସେଇଟା କେବେ ସମ୍ଭବ ନୁହଁ ମୁଁ ସେଇ ଗୋଟେ କଥା ହିଁ କଦାପି ହେବ ଏଇ ଯଦି ମୁଁ କଥା ଦେଇଛି ମାନେ ନିଶ୍ଚୟ ମୁଁ ବନ୍ଧୁର ସେବନ ପାଳନ କରିବି ଆଉ ସେମିତି ଶୈତାନ ମାନଙ୍କୁ ମୁଁ କଣ କରି ଜାଣିଛୁ এই ঝাটকা তোতে ভারী পড়িଯିବ ଆସିଛି ରୂପସୀ ବନ୍ଧୁର ଖବର ସାଙ୍ଗିରେ ତମକୁ ଯିବାକୁ ହେବ ଆସିଛି ରୂପସୀ ବନ୍ଧୁର ଖବର ତୁମକୁ ସାଥିରେ ଯିବାକୁ ହେବ ଆରେ ରାଣୀ କରିବେ ତମକୁ ରଖିବେ ରାଣୀ କରିବେ ତୁମକୁ ରଖିବେ କଣ ଭାବନା
আলো সুনাময়ী রূপময়ী না খালি দিয়া প্রেম যতনা আলো সুনাময়ী রূপময়ী না খালি দিয়া প্রেম যতনা ସଂଗ୍ରାମ ମୋର ସାହସ କେମିତି ହେଲା ମୋ ଦେହକୁ ସ୍ପର୍ଶ କରିବାର ଆଲୋ ଆଲୋ ଭୁଲି ଯାଇଛୁ ମୁଁ ଜଣେ ରାଜକନ୍ୟା ମୁଁ ନେଇକି ଯିବି ମାନେ ନିଶ୍ଚୟ ନେଇକି ଯିବି ହେ ପ୍ରଭୁ ଲକ୍ଷ୍ମୀ ନାରାୟଣ ଏ ପାପୀ କବଳରେ ରକ୍ଷା କର ପ୍ରଭୁ ରକ୍ଷା କର ପିତା ପିତା रक्षा करो रक्षा करो रक्षा करो সাবধান পশু ভাই আরে মা ওই দেখিয়া কুকুর মোর কইବାକୁ তো সর্বনাশ তো সাহস কেମିତି ହେଲା ବେ ରାଜା ମୋ ସାମ୍ନାରେ ତୁ ଆସିବାର ଚାକର ହିସାବରେ ଥା ସେତେବେଳେ ତୁ ବାଧା ଦେଇଛୁ ତତେ ମୁଁ ନିଶ୍ଚୟ ମାରିବି ମୋ ବନ୍ଧୁକୁ ମୁଁ କଥା ଦେଇଛି ମାନେ ନିଶ୍ଚୟ ମାରିବି ଆରେ ଠିକ ଅଛି ରେ ମୂର୍ଖ ତାହେଲେ ଉଠା ଅସ୍ତ୍ର ଏଇ ଯୋଉ ଶକ୍ତିର ପରୀକ୍ଷା अबे अड़ू अस्त्र दिगड़े बे আরে মূর্খ কুলাঙ্গার কথা লিখি বার্তানি আরে মূর্খ কুলাঙ্গার তমে বি বুড়ুনি হেলা কথা কে দেখুন কেনতা বুড়ু আম্বড়ে বনা আছে হ্যালো মা ইয়াকু কোন শাস্তি দেবি রে মা কে সাপি দেবতা ধলা সাপি করে দিছে ସେଇଟା ଆପଣ ହିଁ ନିର୍ଦ୍ଧାରିତ କରନ୍ତୁ ପିତା সাপি এ বুড়ু তো খালি মারবা দিনে যদি তু দেখা দো শেষ কর দে ପିତା ଶାନ୍ତିଲତା ଶ୍ରୀଚରଣ ଘେନନ୍ତୁ ମୋର ପ୍ରଣାମ ଉଠରେ ମା ସଦା ସର୍ବଦା କୁଶଳରେ ଥା। ପିତା ହେଲେ ମା এই ভুল উদ্যানে সখী সহচরী সঙ্গে কଣ କରୁଥିଲୁ ରେ ମା ମୁଁ ଖେଳୁଥିଲି ପିତା ହେଲେ ପିତା ହଁ ରେ ମା ଆପଣ ଯଦି ସଠିକ ସମୟରେ ନ ଆସିଥାନ୍ତେ ମୋର ଆଉ ମୋ ସଖୀମାନଙ୍କର କଣ ହେଇଥାନ୍ତା ପିତା ଆରେ ମା ଶାନ୍ତିଲତା ଏ ମନ୍ଦାରଗଡ଼ ରାଜ୍ୟର ରାଜା ପ୍ରଶାସନ ଥିବା ପର୍ଯ୍ୟନ୍ତ ତୁମର କିଛି ଅସୁବିଧା ହେବନି ରେ ମା ହଁ ପିତା ହଁ ରେ ମା ପିଲାବେଳୁ ତ ମାଆକୁ ଦେଖିନି
ଆପଣ ହିଁ ମୋର ସବୁ କିଛି। ଅବଶ୍ୟରେ ମା। ଆପଣଙ୍କ ଥାଉ ଥାଉ ମୋର କିଛି ଅସୁବିଧା ହବନି ପିତା। ଆରେ ମା ଶାନ୍ତିଲତା, ହଁ ପିତା। ତମେ ଠିକ କହିଛ ରେ ମା। ଜାଣିଛୁ ରେ ମା, ହଁ ପିତା। ମୁଁ ଯିବି ମୃଗୟା ସନ୍ଧାନ। ତୋ ମାଙ୍କ ଶ୍ରାଦ୍ଧ ନିମନ୍ତେ ଗଣ୍ଡା ବଧ କରି ଏଇ ବର୍ଷକିଆ ପାଳନ ଉତ୍ସବ। ସତ ନା କଣ ପିତା? ରେ ମା। ହେଲେ ପିତା ମୁଁ ମଧ୍ୟ ତମ ସହିତ ଯିବାକୁ ଚାହେଁ। ନା ରେ ବାବା ନା, ତତେ ମୁଁ ଜମା ଯିବାକୁ ଦେବିନି ରେ ମା। କାହିଁକି ପିତା? କାହିଁକି ହିଂସ୍ର ଜନ୍ତୁ ବାଘ ବାଳୁ କେତେ କଣ ରହିବେ। ତେଣୁ ତୁ ହଉଛୁ ମୁଁ એકમાત્ર ଅଳିଅଳ ସୁକନ୍ୟା। ତୋତେ ଦଣ୍ଡେ ନ ଦେଖିଲେ ତୁଣ୍ଡେ ନ ପଡ଼େନି। ନା ପିତା, ଆରେ ମା। ମୁଁ ମଧ୍ୟ ଆପଣଙ୍କ ସାଙ୍ଗରେ ଯିବାକୁ ଚାହୁଁଛି। ଆପଣ ଥିଲେ ମୋର କି ଅସୁବିଧା ହେବ ପିତା? ତୁ ହଟ ହଟା କହନା ରେ ମା। ମୁଁ ଚଞ୍ଚଳ ଯିବି, ଚଞ୍ଚଳ ଫେରି ଆସିବି। ତୁ ଆନନ୍ଦରେ ଏହି ସଖୀ ସହଚରୀ ସଙ୍ଗେ ତୁ ବୁଲାବୁଲି ଖେଳା। ନା ପିତା, ମୁଁ ବି ଯିବାକୁ ଚାହୁଁଛି। ତାହେଲେ ତୁ ଯିବୁରେ ମା। ହଁ ପିତା। ଯଦି ତୁ ଜିଦ୍ କରିଛୁ ହେଲେ ଅବଶ୍ୟ ତତେ ମୁଁ ସଙ୍ଗତେ ଯିବାକୁ ଦେବି। ଠିକ ଅଛି ପିତା, ଆଉ ବିଳମ୍ବ କରି ଆମେ ଆମ ଗନ୍ତବ୍ୟ ପଥକୁ ଚାଲିଯିବା। ତାହେଲେ ଠିକ ଅଛି ରେ ମା, ଯିବା ଆମ୍ଭେ ଗଣ୍ଡା ଅନୁସନ୍ଧାନ। ହଁ ପିତା। ଆମ ପତି ଚାଲିଗଲେ ଲୋ। ହେଲେ ଆମେ ଏଠି କଣ କରିବା ମ? ଚାଲୁନ ଆମେ ବି ଆମ ଘରକୁ ଚାଲିଯିବା ଲୋ। ଚାଲ ଚାଲ।